ବର୍ତ୍ତମାନ ବଡ଼ ଖବର ଦୁର୍ବଳ ହୋଇଗଲା ମୌସୁମୀ ଆଉ ଆଗକୁ ବଢ଼ୁନି। ପ୍ରାୟ 2 ସପ୍ତାହ ଧରି ସ୍ଥାଣୁ ହୋଇ ରହିବ ମୌସୁମୀ। ଅଟକିଗଲା ମୌସୁମୀ। ଯେଉଁ ଗତିରେ ଓଡ଼ିଶାକୁ ମାଡ଼ି ଆସୁଥିଲା ସେଥିରେ ଏବେ ବ୍ରେକ୍ ଲାଗିଛି ଆଉ ଆଗକୁ ବଢ଼ୁନି। ପ୍ରାୟ 2 ସପ୍ତାହ ଧରି ଏମିତି ସ୍ଥାଣୁ ହୋଇ ରହିବ ମୌସୁମୀ। ଫଳରେ ଆଗକୁ ରାଜ୍ୟରେ ବର୍ଷା କମିବ ଓ ପାଗ ଶୁଖିଲା ରହିବ। ଗଲା କିଛି ବର୍ଷ ହେବ ମୌସୁମୀ ଓଡ଼ିଶା ଛୁଇଁବାରୁ ମାସେରୁ 1.5 ମାସ ପରେ ଏପରି ସ୍ଥିତି, ଅର୍ଥାତ୍ ମୌସୁମୀ ବ୍ରେକ୍ ହେଉନଥିବା ବେଳେବେଳେ ଚଳିତ ବର୍ଷରୁ ଆରମ୍ଭରୁ ଏଭଳି ସ୍ଥିତି ସୃଷ୍ଟି ହେବ ରାଜ୍ୟ ପାଇଁ ଶୁଭଙ୍କର ନୁହେଁ ବୋଲି ପାଣିପାଗ ବିଜ୍ଞାନୀମାନେ ଚେତାଇ ଦେଲେଣି। ଅବପାତ ଉତ୍ତର ବାଂଲାଦେଶରେ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି। ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ପ୍ରଭାବରେ ମୌସୁମୀ ସଅଳ ଆସିଥିଲେ ବି ଏହାର ବଡ଼ ଧରଣର ପ୍ରଭାବ ପଡ଼ିନାହିଁ। କେବଳ ଦକ୍ଷିଣ ଓ ଉତ୍ତର ଓଡ଼ିଶାରେ ବର୍ଷା ହୋଇଛି। ଆଗାମୀ 2 ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ବଡ଼ ଧରଣର ବର୍ଷାର ସମ୍ଭାବନା ନାହିଁ ବୋଲି ଖବର ମିଳିଛି। ଚାଲନ୍ତୁ ପରବର୍ତ୍ତୀ ଖବର ଉପରେ ନଜର ପକାଇବା। ବର୍ଷା ଯୋଗୁଁ କ୍ଷେତରେ ପଚିଗଲା ଟନ୍ ଟନ୍ ପିଆଜ, ବଢ଼ିପାରେ ଦର। ବଢ଼ିପାରେ ପିଆଜ ଦର। ଦକ୍ଷିଣ ଏବଂ ମଧ୍ୟମ ଭାରତରେ ପ୍ରବଳ ବର୍ଷା ଯୋଗୁଁ ପିଆଜ ଫସଲ ନଷ୍ଟ ହୋଇଛି। ଏଥିରେ ଚାଷୀଙ୍କର କୋଟି କୋଟି ଟଙ୍କା ନଷ୍ଟ ହୋଇଥିବାରୁ ବଜାରରେ ପିଆଜର ଅଭାବ ଦେଖାଦେଇପାରେ। ଏତେ ବର୍ଷା ହୋଇଛି ଯେ ଚାଷୀମାନେ ଏକର ପିଛା 1 ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି। ତେବେ ଏତେ କ୍ଷତି ଭିତରେ ଆଗାମୀ ଦିନରେ ପିଆଜ ଦର ବଢ଼ିବ ନା ନାହିଁ, ଯଦି ବଢ଼ିବ କେତେ ବଢ଼ିବ, ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଚଳିତ ବର୍ଷ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହୋଇଛି। ଏଥିରେ ଜଲଗାଓଁ, ଧୁଲେ, ନାସିକ, ଅହଲନଗରୀ, ପୁନେ, ସୋଲପୁର, ବିଡ଼ ଇତ୍ୟାଦି ଅଞ୍ଚଳରେ ପିଆଜ ଉତ୍ପାଦନ ବାଧାପ୍ରାପ୍ତ ହୋଇଛି ବୋଲି ଖବର ମିଳିଛି। ତେବେ ବର୍ତ୍ତମାନ ବଡ଼ ଖବର, ମେରେ ଗଜବ ପାଗ। କେତେବେଳେ ଖରା ଜୀବନର ନେଉଛି ତ ଆଉ କେତେବେଳେ ବର୍ଷା 125 ବର୍ଷର ରେକର୍ଡ ଭାଙ୍ଗିଛି। ଜୁନ୍ ମାସରେ ଗରମ ନାଁ ଶୁଣିଲେ ଝାଳ ବାହାରି ଆସୁଥିଲା, ହେଲେ ଏବେ ସେମିତି କିଛି ଅନୁଭବ ହେଉନାହିଁ। ଏବେ ସବୁକିଛି ଭିନ୍ନ ଲାଗୁଛି। ମନେ ହେଉଛି ଯେପରି କେହି ପାଗ ଉପରେ ଖରାପ ନଜର ପକାଇଛି। ଗ୍ରୀଷ୍ମ ଋତୁରେ ଠିକ୍ ଭାବେ ଖରା ହେଉନାହିଁ, ଶୀତ ଋତୁରେ ଥଣ୍ଡା ଠିକ୍ ଭାବରେ ଅନୁଭବ ହେଉନାହିଁ। ଏବେ ଗ୍ରୀଷ୍ମ ଋତୁ ଚାଲୁଥିବା ବେଳେ ଝାଞ୍ଜି ପବନ ପରିବର୍ତ୍ତେ ଥଣ୍ଡା ପବନ ବହୁଛି। ତ ବର୍ତ୍ତମାନ ବଡ଼ ଖବର, ଜୁନ୍ ମାସ ଅନେକ ବଡ଼ ପରିବର୍ତ୍ତନ ସହିତ ଆରମ୍ଭ ହେଉଛି। ଗୋଟିଏ ପଟେ ତୈଳ ବିପଣନ କମ୍ପାନୀଗୁଡ଼ିକ LPG ସିଲିଣ୍ଡର ମୂଲ୍ୟ ହ୍ରାସ କରିଥିବା ବେଳେ ବିମାନ ଯାତ୍ରୀମାନଙ୍କ ପାଇଁ ଏକ ଆଶ୍ୱସ୍ତି ଖବର ମଧ୍ୟ ଆସିଛି। ଏୟାର ଟର୍ବାଇନ୍ ଇନ୍ଧନ ଅର୍ଥାତ୍ ATFର ମୂଲ୍ୟ ମଧ୍ୟ ହ୍ରାସ କରାଯାଇଛି। ଏହା ବ୍ୟତୀତ ଜୁନ୍ ଆରମ୍ଭରେ ଦେଶର ଅନେକ ଆର୍ଥିକ ପରିବର୍ତ୍ତନ କାର୍ଯ୍ୟକାରୀ ହେଉଛି।